ଯେତେବେଳେ ଯୁଦ୍ଧର କଥା ଉଠେ, ଦେଶ ପ୍ରେମର କଥା ଉଠେ, ସେତେବେଳେ ଆମକୁ ସବୁ ଜୀବନର ସବୁ ସୁଖ ଭୁଲି ଯିବାକୁ ହୁଏ। କେବଳ ମାତୃଭୂମିର ମର୍ଯ୍ୟାଦା, ମହତ୍ଵ, ସମ୍ମାନ ରଖିବା ପାଇଁ ଆମ ମନ ଭିତରେ ଆଗ୍ରହ ଆସେ। ତେଣୁ ସେତେବେଳେ ପ୍ଲେଟୋଙ୍କ ସମୟରେ ଯୁଦ୍ଧ ଥିଲା ଆଉ ପ୍ରେମ ଥିଲା। ତ ତାପରେ ପରେ ଆମେ ଦେଖିବା ତା ସହିତ ଆହୁରି ଯୋଡି ହେଇଗଲା। କଣ ଆସିଲା ନା ଆସିଲା ତୃତୀୟରେ, of all great things two things are, one is love, the other is war. love ଆଉ war, ପ୍ରେମ ଓ ଯୁଦ୍ଧ, ଏ ଦୁଇଟିକୁ ନେଇକିରି ମଣିଷ ଯେମିତି ଆବେଗ ପ୍ରବଣ ହେଉଥିଲା, ଠିକ ସେହିପରି ଭାବରେ ଆସିଲା ଈଶ୍ୱରଙ୍କର କଥା। ତୃତୀୟ ସ୍ତରରେ ଈଶ୍ୱର ଆସିଲେ। ତେଣୁ ଈଶ୍ୱରଙ୍କ କଥା ଆସିଲା। ଈଶ୍ୱର କୋଉଠୁ ଆସିଲେ? ଈଶ୍ୱର କୋଉଠି ରୁହନ୍ତି? ଈଶ୍ୱର ଖାଆନ୍ତି କଣ? ଈଶ୍ୱରଙ୍କର ରୂପ କେମିତିଆ? ଏମିତି ମଣିଷ ଭିତରେ ଚିନ୍ତା ବଢିବାକୁ ଲାଗିଲା। ଈଶ୍ୱର କିଏ, କଣ, ତାଙ୍କ ସମ୍ବନ୍ଧରେ ଯେତେ ଯେତେ କଥା ସବୁ ରହିଛି, ପ୍ରାଚୀନ କଥା ସବୁ, ତାକୁ ଆଲୋଡ଼ନ କରିକିରି ଆମେ ବୁଝିବାକୁ ଚାହିଁଲୁ ଈଶ୍ୱରଙ୍କର ରୂପଟି କଣ। ଅର୍ଥାତ୍ ଈଶ୍ୱର ମଣିଷ ଭିତରେ ଗୋଟେ ଆବେଗ ତିଆରି କରନ୍ତି। ଏବଂ ତାପରେ ଆସିଲା ଈଶ୍ୱର ଜନ୍ମଭୂମିର କଥା। ଜନ୍ମଭୂମି ଯେ ଆମେ କାହିଁକି ଏକଥା ଯୁଦ୍ଧ, ପ୍ରେମ, ଈଶ୍ୱର ଏସବୁ କଥା କହୁଛୁ, କୋଉ ସକାଶେ କହୁଛୁ ଏବଂ କୋଉମାନେ କହୁଛନ୍ତି? ନା ଯୋଉମାନେ କହୁଛନ୍ତି ସେମାନଙ୍କର ଗୋଟେ ଭୂମି ଅଛି, ସେମାନଙ୍କ ଗୋଟେ ସ୍ଥାନ ଅଛି, ସେ ଗୋଟେ ସ୍ଥାନରେ ଜନ୍ମ ନେଇଛନ୍ତି ଏବଂ ସେଇ ସ୍ଥାନକୁ ଯଦି ସେମାନେ ଭଲ ନ ପାଇବେ ତାହେଲେ କଣ ହବ? ନା ଏହା ହବ ମଣିଷ ଯେମିତି ଗୋଟେ କୋଉଠୁ କାହୁଁ ଆସିଲା ଭଳି, ଗୋଟେ ଅନିଶ୍ଚିତ କୋଉ ସ୍ଥାନରୁ ଆସିଛି ସେଇଭଳି ଜଣା ପଡିବ, ସେଇଭଳି ମନେ ହବ। କିନ୍ତୁ ମଣିଷର ସ୍ଥାନ ଯେ ଏଇ ପୃଥିବୀ, ଏଇ ମାଟି, ଏଇ କଥାଟିକୁ ବୁଝେଇ ଦେବା ପାଇଁ କୁହାଗଲା ଯେ ଜନ୍ମଭୂମି ହଉଛି ଚତୁର୍ଥ କଥା, ଯାହା ମଣିଷ ଭିତରେ ଆବେଗ ତିଆରି କରେ। ଆମେ ରାମାୟଣ ଆଖ୍ୟାନରେ ଜାଣିଛେ, ରାମାୟଣ ଆଖ୍ୟାନରେ ରାମଚନ୍ଦ୍ର ରାବଣକୁ ମାରିଲେ, ସୀତାଙ୍କୁ ଉଦ୍ଧାର କରିଲେ, ଏସବୁ କଥା ହେଲା। ତାପରେ ଲକ୍ଷ୍ମଣ ରାମକୁ କହୁଛନ୍ତି, ଭାଇ ଆମେ ବହୁ ଦିନ ହେଲା ପଳେଇ ଆସିଲେଣି, 14 ବର୍ଷ ଆ ଭିତରେ କେମିତି କଟିଗଲା ଆମେ ଜାଣିପାରିଲେ ନାହିଁ, ମନ ଭାରି ଉଚ୍ଛନ୍ନ ହେଲାଣି, ଆମେ କେମିତି ଆମ ଗାଁକୁ ଫେରିଯାଆନ୍ତେ। ସେଇଠି ସେ କହୁଛନ୍ତି, ଏ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି କରିଅସି। ତାର ଉପର ପଦଟା ମୋର ଠିକ ମନେ ପଡୁନି। ଇଏ ଅନେକ ପଚାରନ୍ତି, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି କରିଅସି, ଏଇ ଯୋଉ କଥା ହେଲା ତା ଉପର ପଦଟା ମୋର ମନେ, ଅନେକ ପ୍ରଶ୍ନ କରନ୍ତି। ସାର୍ ଅପି ସ୍ୱର୍ଣ୍ଣମୟୀ ଲଙ୍କା ନ ମେ ଲକ୍ଷ୍ମଣ ରୋଚତେ, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି କରିଅସି। ସ୍ୱର୍ଗାଦପି କରିଅସି। ଅନେକ କହନ୍ତି ଯେ ଏ କଥାଟି କୋଉଠି ଲେଖା ହେଇଛି? କେହି କହନ୍ତି ରାମାୟଣରେ, କିଏ କଣ କହନ୍ତି, ନାନା ପ୍ରକାର କଥା କହିଯାଆନ୍ତି। ପ୍ରକୃତରେ ନା ରାମାୟଣରେ ଅଛି, ନା ଆମେ ଜାଣିଥିବା ଯୋଉ ଶାସ୍ତ୍ର ଗୁଡିକରେ ଏସବୁ କଥାଟା ଅଛି। ଏ ଗୀତଟି ବା ଏ ପଦଟି ଅଛି ପାଣ୍ଡବ ଗୀତା ବୋଲିକରି ଗୋଟିଏ ଗ୍ରନ୍ଥ ଅଛି। ଏ ପାଣ୍ଡବ ଗୀତାରେ ଏ କଥାଟି କୁହାଯାଇଛି। ତେଣୁ ଯୋଉମାନେ ଶ୍ରୋତା ବନ୍ଧୁ ଆଜି ଅଛନ୍ତି, ସେଇମାନେ ଶ୍ଲୋକଟି ଯଦି ମନେ ରଖନ୍ତି ବା ଆଜି ତାକୁ ମନେ ରଖିବା ପାଇଁ ଚେଷ୍ଟା କର ଏବଂ ତା ସହିତ ମଧ୍ୟ ଏଇଟା ବୁଝୁଥାଅ ଯେ ଏଇଠି ରାମାୟଣର ପ୍ରବଚନ ବା ବକ୍ତବ୍ୟ ନୁହେଁ, ଏଇଠି ହଉଛି ପାଣ୍ଡବ ଗୀତା ବୋଲି ଗୋଟେ ଗୀତାର କଥା। ତାତ୍ପର୍ଯ୍ୟ ହଉଛି ଏହା ଯେ ରାମଚନ୍ଦ୍ର ସେଇଠି କହିଦେଇଗଲେ ଯେ ମୋର ଜନ୍ମଭୂମି ହଉଛି ସବୁଠାରୁ ବଡ। ମା ଆଉ ମାତା ମାତୃଭୂମି
ଏବଂ ବା ଜନ୍ମଭୂମି ଇଏ ସ୍ୱର୍ଗ ଠାରୁ ବଡ। କିନ୍ତୁ ଏଇ ଯୋଉ କଥାଟି କହିଲେ ଇଏ ଏକ ଆବେଗର କଥା, ଇଏ ରୋମାଣ୍ଟିକ କଥା। କିନ୍ତୁ ତାକୁ ଆମେ ବିଚାର କରିଲେ ଯଦି ଆମର ଯୁକ୍ତି ଦେଇ ଏବଂ ଅନେକ ପ୍ରକାର ଉଦାହରଣ ଦେଇକରି ତାକୁ ଆମେ କହିପାରିବା ଯେ ଏଇଠି ମଧ୍ୟ ଗୋଟିଏ ରୋମାଣ୍ଟିକ କଳ୍ପନା ହେଇପାରିବ, ରୋମାଣ୍ଟିକ ବକ୍ତବ୍ୟ ମଧ୍ୟ ବା ରୋମାଣ୍ଟିକ ସିଦ୍ଧାନ୍ତ ମଧ୍ୟ ହେଇପାରିବ। କିନ୍ତୁ ତାର ଆଦି ସ୍ତର ମାକୁ ଓ ଜନ୍ମଭୂମିକୁ ନେଇକରି ମଣିଷ ଭିତରେ ଯୋଉ ଆବେଗ, ସେଇ ଆବେଗ ପରବର୍ତ୍ତୀ କାଳରେ ଏମିତି ଭାବରେ ପ୍ରତିଷ୍ଠିତ ହେଇଯାଇଛି ଯେ ସେଇ ଆବେଗକୁ ଆମେ ଶାଶ୍ୱତ ବା ଚିରନ୍ତନ ବୋଲିକରି କହିପାରିବା। ରୋମାଣ୍ଟିସିଜିମ ଗୋଟେ କ୍ଲାସିସିଜିମରେ ପରିଣତ ହେଇଗଲା। ଫଳରେ ସେ ଉକ୍ତିଟି, ସେ ବର୍ଣ୍ଣନାଟି ବା ସେ ସିଦ୍ଧାନ୍ତଟି ସେଇଦିନ ଠାରୁ ଶାଶ୍ୱତ ହେଇଗଲା। ଯେମିତିକି ଆମେ କହିବା ଯେ ବାଲ୍ମୀକି ଦେଖିଲେ ଗୋଟିଏ ବ୍ୟାଧ ଚଢେଇ ଦୁଇଟି ଭିତରୁ ଗୋଟିଏକୁ ତୀର ମାରିକିରି ଖସେଇ ଦେଲା ଓ ଅନେକ ଆଉଟି ବିଳାପ କରିବାକୁ ରହିଲା। ଯୋଉ ମା ବୁଦ୍ଧ ବୋଲିକିରି କୁହାଯାଇଛି ଯେ ହେ ଶବର ବା ବ୍ୟାଧ, ତୁ କଣ ଏଇ ପକ୍ଷୀଟିକୁ ମାରିକିରି ଭାବୁଛୁ ତୁ ସବୁଦିନ ଅମର ହେଇକି ରହିଯିବୁ, ଗୋଟେ ବଡ କୀର୍ତ୍ତି କାମ କରିଦେଇଗଲୁ। ଏ କଥା ସେଠି କହୁଛନ୍ତି। ଯୋଉ ଶ୍ଲୋକରୁ ଆମର କୁହାଯାଉଛି ଯୋଉ ଶୋକରୁ ଶ୍ଲୋକ ଉତ୍ପନ୍ନ ହେଲା, ସେ ଯୋଉ ଶୋକରୁ ଶ୍ଲୋକ ଉତ୍ପନ୍ନ ହେଲା ସେ କୋଉ ସମୟ ନା ତାହା ଏକ ରୋମାଣ୍ଟିକ ସମୟ, ଏକ ରୋମାଣ୍ଟିକ ମୁହୂର୍ତ୍ତ। କବିଙ୍କ ଭିତରେ ଭାବନାର ଯୋଉ ଉଚ୍ଛ୍ୱାସ ସେ ଗୋଟେ ହଉଛି ରୋମାଣ୍ଟିକ ଉଚ୍ଛ୍ୱାସ। କିନ୍ତୁ ସେ କଥାଟି ଏତେ ବିଚାରବନ୍ତ ହେଇଗଲା ଯେ, ସେ କଥାଟି ଏତେ ମାନେ ତର୍କ ସିଦ୍ଧ କଥାଟି ଯେ ହେଇଗଲା ଯେ ଏଭଳି କଥାଟି ଯେମିତି ଯୁଗ ଯୁଗ ପାଇଁ ଗୋଟେ ସ୍ଥାୟୀ ହେଇଗଲା। ଗୋଟେ କ୍ଲାସି ରୋମାଣ୍ଟିସିଜିମ ର ଅନୁଭବ ଗୋଟେ କ୍ଲାସିସିଜିମ ର ସିଦ୍ଧାନ୍ତରେ ପହଞ୍ଚିଗଲା। ତାତ୍ପର୍ଯ୍ୟ ଏହା ହଉଛି ଯେ ଅନେକ କ୍ଷେତ୍ରରେ ରୋମାଣ୍ଟିକ ଅନୁଭବ ଆମକୁ ଆମର ନୀତିଦିନିଆ ଅନୁଭବ ଭିତରେ ଏପରି କେତୋଟି କଥା କହିବା ପାଇଁ ବା ଏପରି କେତୋଟି ଭାବରେ ତାକୁ ବୁଝେଇ ଦେବା ପାଇଁ ସୁଯୋଗ ଦିଏ, ଯାହା ଫଳରେ ସେଇ କଥାଟି ବଡ ଚିରନ୍ତନ ସ୍ଥାୟୀ ହେଇଯାଏ ବା ଶାଶ୍ୱତ ହେଇଯାଏ। ଯେତେବେଳେ ଗୋଟିଏ ବକ୍ତବ୍ୟ, କୌଣସି ଏକ ଚିନ୍ତା, କୌଣସି ଏକ କଥା ଶାଶ୍ୱତ ହେଇଯାଏ, ଚିରନ୍ତନ ହେଇଯାଏ, ସେତେବେଳେ ତାହା କ୍ଲାସିକ ହେଇଯାଏ। ମୁଁ ବର୍ତ୍ତମାନ ପୁଣି ପଛକୁ ଫେରିବି ଯେ ମୁଁ କହିଲି ଯୋଉ ବିଷୟ ଗୁଡିକରେ ଆବେଗ ଥାଏ ତାହା ହଉଛି ରୋମାଣ୍ଟିସିଜିମ, ଯୋଉ ବିଷୟରେ ଚିନ୍ତନ ଥାଏ ତାହା ହଉଛି କ୍ଲାସିସିଜିମ। ତେଣୁ ଆମେ ଦେଖିବା ଯେ ରୋମାଣ୍ଟିସିଜିମ ହେଉଛି କ୍ଲାସିସିଜିମର ଭିତ୍ତିଭୂମି। ରୋମାଣ୍ଟିସିଜିମ ନଥିଲେ କ୍ଲାସିସିଜିମ ର ଉଦୟ ହବ ନାହିଁ, ଆବିର୍ଭାବ ହବ ନାହିଁ। କାରଣ ଆବେଗ ହିଁ ହେଉଛି ମଣିଷର ପ୍ରଥମ ବିଷୟ। ଯେକୌଣସି ବସ୍ତୁକୁ, ବିଷୟକୁ ବା ଘଟଣାକୁ, ଦୃଶ୍ୟକୁ ଦେଖୁ ଦେଖୁ ଗୋଟେ ଲୋକ ଆବେଗ ବିହ୍ୱଳ ହେଇଯାଏ। ଯେମିତିକି ଆମେ ଜହ୍ନ ରାତିରେ ବସିଛୁ ଅର୍ଥାତ ନଈ କୂଳ, କୋଉଠି ଦୂର ଜାଗାରୁ ଗୋଟେ ମଇଁଷିର ସ୍ୱର ଶୁଭୁଛି, ଗୋଟେ ଗୀତ ଭାସି ଆସୁଛି, ଗୋଟେ ପକ୍ଷୀ ଗାଉଛି ବା ପକ୍ଷୀ ଗୋଟେ ଚିତ୍କାର ଶୁଭୁଛି। ସେ ଯୋଉ ମୁହୂର୍ତ୍ତ ଆମକୁ ଲାଗିବ, କେମିତି ଲାଗିବ? ଆମ ଭିତରେ ଅନେକ ଥିବେ ଯେ ଏଇଭଳି ଗୋଟେ ପରିବେଶ ବା ପରିସ୍ଥିତି ଅଙ୍ଗେ ନିଭେଇଥିବେ। ତେଣୁ ସେଇ ଅନୁଭବରୁ ଆମେ କହିପାରିବା ସେ ହଉଛି ଗୋଟେ ଆବେଗ ଦୀପ୍ତ ସମୟ
ଏଭଳି ଏକ ଅନୁଭବର ସମୟ ଯେମିତିକି ସେପରି ଅନୁଭବ ଆମେ କେତେବେଳେ ଅନ୍ୟଠି ପାଇନଥିଲୁ। ତେଣୁ ରୋମାଣ୍ଟିସିଜିମର କାର୍ଯ୍ୟ ହେଉଛି ଆମର ଏଇ ଗତାନୁଗତିକ ଜୀବନ ଧାରା ଭିତରେ, ଗତାନୁଗତିକ ଅନୁଭବ ଭିତରେ ଏହିପରି ଗୋଟିଏ ଅନୁଭବ ଆଣିକି ଦିଏ, ଯୋଉ ଅନୁଭବ ଆମ ଭିତରେ ଗୋଟିଏ ବିଷୟକୁ ବା ଗୋଟିଏ ଦୃଶ୍ୟକୁ ବା ଗୋଟିଏ କଥାକୁ ଏଭଳି ଭାବରେ ସ୍ଥାୟୀ କରିଦିଏ ଯୋଉଥିରେ କି ଅଧୀରତା ଥାଏ, ବିହୁଳତା ଥାଏ, ସ୍ୱପ୍ନାଚ୍ଛନ୍ନତା ଥାଏ। ସ୍ୱପ୍ନ ଦେଖିବା ପରି ଯେମିତି ଆମେ ଗୋଟେ ତନ୍ଦ୍ରା ବେଶରେ ଥାଉ, ତନ୍ଦ୍ରା ଭାବରେ ଥାଉ, ଠିକ ସେଇପରି ରୋମାଣ୍ଟିସିଜମର କାମ ହଉଛି ଆମକୁ ଭାବ ତନ୍ଦ୍ରାରେ ଛାଡିଦବା, ତନ୍ଦ୍ରାଚ୍ଛନ୍ନ କରିକି ରଖିବା, ଭାବ ବିହ୍ୱଳ କରିକି ରଖିବା। ସେମିତି ଯେମିତି ଆମେ ଉପେନ୍ଦ୍ର ଲେଖିଲେ, ଶରଦେ ଚନ୍ଦ୍ର ମଣ୍ଡଳ ଗଗନେ ବିରାଜି, ଦିଶେ ଯଥା ଦର୍ପକ ଦର୍ପଣେ ଅଛି ମାଝି, ଚାହିଁ କୁମର କାତର ଲେଖି ଆରମ୍ଭିଲା ବସି ବିନୟ ପତର। କଣ ହେଇଛି?